କାନ୍ଥରେ ରଙ୍ଗବେରଙ୍ଗର ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବାରେ ଲାଗି ପଡ଼ିଛନ୍ତି ଏହି ଚିତ୍ରକରମାନେ। ପ୍ରଚଣ୍ଡ ରୌଦ୍ର ତାପକୁ ଖାତିର ନ କରି ନିଜର କର୍ମ କରିଚାଲିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏମାନେ ଏହି କାମ ପାଇଁ ଟଙ୍କାଟିଏ ବି ନେଉନାହାନ୍ତି। ହଁ ଆଜ୍ଞା, ବିନା ପାରିଶ୍ରମିକରେ ମନ୍ଦିର ଚତୁଃପାର୍ଶ୍ୱରେ ଚିତ୍ର ଆଙ୍କୁଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚିତ୍ରଶିଳ୍ପୀ ସଂଘର ଏହି 15 ଜଣ ଚିତ୍ରକର। ଏତେ ଖରା ଗରମରେ ବି ଏମାନଙ୍କର ତୁଳି ଅଟକୁ ନଥିଲା। ଗୋଟିଏ ଦିନରେ ସକାଳ ଓ ସନ୍ଧ୍ୟା ମଧ୍ୟରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କି ପ୍ରଶଂସା ସାଉଣ୍ଟିଛନ୍ତି ଏହି ଚିତ୍ରକରମାନେ। ମନ୍ଦିର ପାଚେରୀ ଚତୁଃପାର୍ଶ୍ୱକୁ ସୌନ୍ଦର୍ଯ୍ୟ କରିଛନ୍ତି, ତା ପୁଣି ବିନା ପାରିଶ୍ରମିକରେ। ଏହିପରି ଏକ ମହତ୍ କାମ କରି ଦେଖାଇଛନ୍ତି ଏମାନେ। ଆଗକୁ ରହିଛି ଦିଗପହଣ୍ଡି ସହରର ଶୈବପୀଠ ଚନ୍ଦ୍ରଚୂଡ଼େଶ୍ୱର ଠାକୁରଙ୍କର ଶୀତଳଷଷ୍ଠୀ ଯାତ୍ରା। ଏହି ଯାତ୍ରା ପୂର୍ବରୁ ମନ୍ଦିର ବେଢ଼ା ଚତୁଃପାର୍ଶ୍ୱକୁ ରଙ୍ଗ କରି ବିଭିନ୍ନ ଫୁଲ, ଠାକୁର ଏବଂ ପଶୁପକ୍ଷୀଙ୍କର ଚିତ୍ର ଏହି ଚିତ୍ରକରମାନେ ନିଜ ତୁଳିରେ ଅତି ସୁନ୍ଦର ଭାବେ ଆଙ୍କିଛନ୍ତି, ଯାହାକି ଅନେକଙ୍କର ମନ ମୋହୁଛି। ଆଜ୍ଞା, ବହୁତ ଖୁସି ଲାଗୁଛି ନିଜକୁ ଠାକୁରଙ୍କ ପାଖରେ ସମର୍ପିତ କରି ଆମେ ଆମର ଚିତ୍ରକର ଭାଇମାନେ ସମସ୍ତେ ଚିତ୍ର ଆଙ୍କୁଛୁ। ଆଉ ମନ୍ଦିରକୁ ତ ଅନେକ ଲୋକ ଆସନ୍ତି, କିନ୍ତୁ ମନ୍ଦିରର କାନ୍ଥ ବାଡ଼ ଯଦି ଚତୁଃପାର୍ଶ୍ୱ ଆମେ ଯଦି ରଙ୍ଗ ତୁଳି ମାଧ୍ୟମରେ ଆମେ ତାକୁ ଆମେ ରଙ୍ଗୀନ କରୁଛୁ ଆଉ ସୌନ୍ଦର୍ଯ୍ୟ ଦେଉଛୁ, ତାହେଲେ ଆମର ଯେଉଁ ଦର୍ଶକମାନେ ଯେଉଁ ମନ୍ଦିରକୁ ଆସୁଛନ୍ତି ସେମାନେ ମନମୁଗ୍ଧ ହୁଅନ୍ତି ଆଉ ଅତି ମନୋରମ ଲାଗେ ତାଙ୍କୁ। ନାଇଁ ସାର୍, ସେମିତି କିଛି ପାରିଶ୍ରମିକ ନାହିଁ, ଯେହେତୁ ଆମେ ତ ସବୁବେଳେ ପରିଶ୍ରମ କରିକି ଚିତ୍ରଶିଳ୍ପୀମାନେ ଆମେ ପଇସା ରୋଜଗାର କରୁଛୁ। କିନ୍ତୁ ଏଇଟା ଗୋଟେ ସୌଭାଗ୍ୟର ଦିନ, ଆଜି ପ୍ରଭୁଙ୍କ ପାଖରେ ଆମେ ଆଜି କିଛି ସେବା କରୁଛୁ। ସେଥିଲାଗି ଆମ ବଡ଼ଖେମୁଣ୍ଡି ଚିତ୍ରକର ସଂଘ ଏଠାରୁ କୌଣସି ମଧ୍ୟ 1 ଟଙ୍କା ପ୍ରଭୁଙ୍କ ପାଖରେ ଆମେ ନେବୁ ନାହିଁ। ଏହା ହେଉଛି ଆମର ଗୋଟେ ସେବା। କଳାକାରମାନେ ତ ବହୁତ ଜାଗାରେ ଆଜିକାଲି ଭଲ ଦାମ ପାଉଛନ୍ତି କଳା ନିଜର ପରିବେଷଣ କରି। ଆଉ ବେଳେବେଳେ କଳାକାର ହୃଦୟରେ ଗୋଟେ ମାନବିକତା ଅଛି, ତ ଠାକୁରଙ୍କର ଉଦ୍ଦେଶ୍ୟରେ ବେଳେବେଳେ ଏମିତି ଯଦି କାର୍ଯ୍ୟ କରନ୍ତି ସେମାନେ ବହୁତ ଖୁସି ଅନୁଭବ କରନ୍ତି। ତ ଏହା ହେଉଛି ମୁଖ୍ୟ ପ୍ରୟାସ ଯେ ଠାକୁରଙ୍କ ଲାଗି କିଛି ସେବା କରିବା। ଦିଗପହଣ୍ଡି ବ୍ଲକର ଚିତ୍ରକର ସଂଘର 15 ଜଣ ଯୁବକ ସ୍ୱେଚ୍ଛାକୃତ ଭାବରେ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଚିତ୍ରକରମାନେ ଏହାକୁ କରି ଦେଖାଇଛନ୍ତି, ଯାହା ସବୁଠାରୁ ବଡ଼ କଥା। ଗତ 2 ବର୍ଷ ଧରି ଏହି ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ। ତେଣୁ ନିଜର କଳାକୁ କାନ୍ଥରେ ପ୍ରଦର୍ଶିତ କରିବା ପାଇଁ ମନ କରିଥିଲେ ଏମାନେ। ଆଜି ତାହା ସାକାର ହୋଇଥିବା ଏମାନେ କହିଛନ୍ତି। ଯେଉଁଟାକି ଦେଖନ୍ତୁ ଆପଣ, ଶିବ ତାଣ୍ଡବ ଏକ ଗୋଟେ ଚିତ୍ର କରାହେଇଛି ବହୁ ଉନ୍ନତ ଧରଣର, ଏବଂ ବଜରଙ୍ଗୀ ବାଲିଙ୍କର ଗୋଟେ ଚିତ୍ର ତିଆରି ଚାଲିଛି, ଏବଂ କାନ୍ଥରେ ଗାର୍ଡ଼େନର ଚିତ୍ର ହେଇଛି, ଏବଂ ପକ୍ଷୀମାନଙ୍କର ଚିତ୍ର ହେଇଛି। ଏବଂ ଏଇ ଯେଉଁ ବାଉଣ୍ଡ୍ରିର ସୌନ୍ଦର୍ଯ୍ୟକରଣ ପାଇଁ 15 ଜଣ ଚିତ୍ରଶିଳ୍ପୀ ନିଜସ୍ୱ ଭାବରେ ବିନା ସ୍ୱାର୍ଥରେ ଆଜି ଧୁ ଖରାରେ ଯେଉଁ ପରିଶ୍ରମ କରୁଛନ୍ତି, ଏଇଟା ତାଙ୍କ ପାଇଁ ଭଗବାନଙ୍କର ଆଶୀର୍ବାଦ ସଦୃଶ୍ୟ। ଏବଂ ଏହି କାର୍ଯ୍ୟକ୍ରମକୁ ଦିଗପହଣ୍ଡିର ସଚେତନ ନାଗରିକମାନେ ସାଧୁବାଦ ଜଣାଇଛନ୍ତି। ଏମାନେ ସରକାରୀ ଚାକିରିଆ ନୁହନ୍ତି କିମ୍ବା କୌଣସି ବଡ଼ବଡ଼ିଆ ବି ନୁହନ୍ତି, ତଥାପି ମନର ଇଚ୍ଛା ଶକ୍ତି, କିଛି କରି ଦେଖାଇବାର ଜୋଶ ଏମାନଙ୍କୁ ଏଭଳି ମହତ୍ କାମ କରିବାକୁ ଉତ୍ସାହିତ କରିଥିଲା। ଏଭଳି କାମ କରି ଏମାନେ ଆଜି ଚର୍ଚ୍ଚାରେ ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ, ଯେଉଁଥିପାଇଁ ସାଉଣ୍ଟୁଛନ୍ତି ପ୍ରଶଂସା। ବ୍ରହ୍ମପୁର ରବୀନ୍ଦ୍ରନାଥ ଡାକୁଆଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।